यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज सुनु भाई भल कथा मन रखिता। आज आलोचना करिया बड़ बड़िया सावधान पड़ीज ना घोर बही तमें ठाकुर कथा टी आलोचना कर सब लोक पागड़ा बोली कहते तो आगर किसी काम नहीं ठाकुर ठाकुर होते ना भल कथा मन रखिता। धर्म एका सिना महत पणिया आउ सब कथा अड़े महापुरुष कहना धन एका सिना महत पणिया आउ सब कथा अढ़ई दुनिया कहले धर्म एका सिना महत पणिया। संसार सार कौन धर्म धन सार धन आजी अच्छी काली कुआडे पड़े धीरे गोटाए बथ हेले से धन ता संगे समान हम पुणी किसी लोक अच्छा मुनीसी कुआ गरम भात खाई पैसा रखती क्या छुआ रखती ना छुआ बड़ कले कौन हुए बोपा माँ को गांडी पहाड़ दिखती हाँ कि नहीं ना मद पीकी रास्तार गड़ौती थोड़ा अच्छा मुनीसी कुआ पखाड़ भात खाई पुआ पाठ पढ़ी बड़ लोक कराती पुओ बड़ हेले कौन करे ना बापा को वृद्धा आश्रम छाड़ी फिर धरी पिकनिक करे ना होनी तेणु धर्म एका सिना महत पणिया आउ सब कथा अढ़ई दुनिया। ठाकुर ता टंका सुनारे बंधा नुरे गोटे मणिकर आखंडमणि नीला बही से गोटे पद पढ़ा हुए पुत्र मोहरे हेलु भाई मणि मेला को पास रही देखाई ना पुत्र मोहरे भाई हेलु मणि मेला पास रही। बर्तमान समझ कौन मोह मायारे बुड़ी गई का जगह किणी दौरान बैंक लोन नहीं आसती आपार्टमेंट कर दौरान बास आम तो बड़ लोक आई मनुष्य को से भावती पिंपुड़ी हाँ कि नहीं पुओ पचे मूर्ख ही थाऊ जदि सुना चेन गोटा पकईकी गाड़ी चढ़ी बुड़ीला ये हो गला कौन बड़ लोक धन्य कली जुगर रीति हाँ निधनी धनी होइबे धनी निधनी ये काल चक्र आज जी बड़ लोक काली सीए भिकारी तेणु मनीष दुखरे भांगी पड़े ना सुखरे चाकर देखाए दुख सुख कुसम सारी गोविंद ये अटे भक्त आचरी गोविंद बोलन जे भक्त हो दुख सुख को समसरी कर दुखरे कातर हम ना कि सुखरे चाकर हम बर्तमान पकेट जदि टंका 300 हो जाऊँगी ये कभी से 3 लाख पाई जाए हाँ कि नहीं
କିଛି ଜାଣୁନାହାନ୍ତି, କିଛି ଜାଣୁନାହାନ୍ତି। କୁମ୍ଭୀର ନେଇ ସମୁଦ୍ର ମଝିରେ କରି ସାଇଲାଣି। ଆମେ ସବୁ କୁମ୍ଭୀର ପିଠି ଉପରେ ବଇଛେ। ସେ ସମୁଦ୍ର ମଝିରେ କେତେବେଳେ ବୁଡ଼ିଯିବ ଆମ ମାନଙ୍କର ପ୍ରାଣ ଚାଲିଯିବ। ଆମକୁ ସେଇଟା ଜଣା ନାହିଁ। ଆମେ କହୁଛେ କଣ, ଗୋଟେ ପାହାଡ ଉପରେ ଆମେ ବସି ଯାଇଛେ, ବା ବଢିଆ ଲାଗୁଛି। ଆରେ ସେ ଜାଣିବା କଥା ଏଇଟା ପାହାଡ ନୁହଁ, ଏଇଟା ହଉଛି ଗୋଟେ ଜିଅନ୍ତା କୁମ୍ଭୀର। ସେ ଯୋଉ କୋଠା ଅଟ୍ଟାଳିକା ହେଇଛି, ଇ ବ୍ୟାଙ୍କରେ କୋଟି କୋଟି ଟଙ୍କା ରଖିଛ, ଇଏ ବାପା ଚିରସ୍ଥାୟୀ ନୁହଁ। ଏ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ରଖିବେ, କୋଠା ହବ ବୋଲି ମହାପୁରୁଷ ଆଗରୁ ସବୁ କହିଥିଲେ। ତମ କୁହେ ଗୋଟାଏ କଥା, ହେଲେ ଗ୍ରାମେ ଗ୍ରାମେ କୋଠା ଛତୁ ଫୁଟିଯିବ, ନୟନେ ଦେଖିବ ଯାଇ। ଜଣକ ମଧ୍ୟରେ ରସାନ୍ତଳ ହେବ, ରଖି ନ ପାରିବେ କେହି। 1999 ମସିହା ସୁପର ସାଇକ୍ଲୋନ ନ ହୁଏ, ନା ସେ ଇନ୍ଦିରା ଆବାସ ହୁଡୁକୋ ଲୋନ ନ ଆସେ, ଲୋକମାନେ ସେ ଚାଳ ଘରକୁ ଭୁଲି ଯାଇ ସବୁ କୋଠା ନ କରିବେ। ମହାପୁରୁଷ କହନ୍ତି ଦିନେ ଇଏ କୋଠା ସବୁ କଣ ହେଇଯିବ, ଗଳି ପଡିବେ। କେତେ ଦିନ ମହାପାତ୍ରରେ କେତେ ଦିନ, ନା ମାରୁ ମାରୁ କେତେ ଦିନ, ହଁ କି ନାଇଁ? କିନ୍ତୁ ମାରୁ ମାରୁ ଯେତେ ଦିନ, ତାପରେ କଣ ହୁଏ ମହାପାତ୍ର ମାନେ ଜାଣିଛେ କି? ସେଥିପାଇଁ ମହାପୁରୁଷ ଏ ଘଟଣା ସବୁ ଘଟିବ ବୋଲି ଆଗରୁ ମଧ୍ୟ ଭକ୍ତ ମାନଙ୍କୁ ଚେତେଇ ଦେଇଛନ୍ତି। ଭକ୍ତ ମାନେ ଚେତନାରେ ସଜାଗ ହେଇ ରହିବା ପାଇଁ ମାଳିକା ଶାସ୍ତ୍ର ଲେଖିଛନ୍ତି। କାରଣ ଦୁଷ୍ଟଙ୍କ ସାଙ୍ଗେ କାଳେ ଭକ୍ତ ଖସିଯିବେ କି, ସେଥିପାଇଁ ଭକ୍ତଙ୍କୁ ଚେତନା ଦେବାକୁ ଆକୁ ରଖିଛନ୍ତି। ଫେରେ ସେମିତିଆ ଭକ୍ତ, ଇଏ ମୁଣ୍ଡରେ ଚିତା ଚୈତନ୍ୟ କଟିଆ ଭକ୍ତ ନୁହେଁ। ଭକ୍ତି ଭାବ ପ୍ରେମ ଯେତେବେଳେ ଅମୂରତି ଏକାଙ୍ଗର ଧାରା ବହି, ଭଗତ ଲକ୍ଷଣ ଜାଣିଛନ୍ତି ନର, ଆନ କେ ଜାଣିବେ ଭାଇ। ତା ପାଖେ ଭକ୍ତି ଥିବ, ଭାବ ଥିବ, ପ୍ରେମ ଥିବ, ଏକାଗ୍ର ଭାବ ଥିବ, ସେ ଭକ୍ତଙ୍କ ପଦକୁ କୋଟି କୋଟି ଶରଣ। ସେ ପ୍ରଭୁଙ୍କୁ ଆମେ ପାଇ ଦେଖିନେ, ସେମିତିଆ ଭକ୍ତ ହଉଛନ୍ତି ଆମ ପାଇଁ କଣ ପୂଜ୍ୟ। ସେଥିପାଇଁ ଜଗନ୍ନାଥ ଦାସ ଭାଗବତ ଲେଖିଲେ, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦୁ, ସେ ମକରନ୍ଦ ପାନ କରି ହେଳେ କରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ। ତାହା ସମ୍ବୋଧନ କଲେ ବ୍ରଜ ନାରୀଙ୍କ ପୟରେ ମନ ମୋ ନିରନ୍ତରେ ଥାଉ, ହାକୃଷ୍ଣ ବୋଲି ଯିବ ଯାଉ, ହାକୃଷ୍ଣ ବୋଲି ଯାଉ ଯିବ ମତେ ଉଦ୍ଧାର ବାସୁଦେବ। ଆମେ ସେ ପ୍ରଭୁଙ୍କୁ ପାଇବା କି ନାହିଁ ଠିକ ନୁହେଁ। ସେ ଯୋଉ ଏହିପରି ଭାବରେ ଯୋଉ ଭକ୍ତ ଥିବେ ତାଙ୍କ ପଦକୁ କୋଟି କୋଟି ଶରଣ। ଆଉ ଯୋଉ ବଡ ଲୋକ ଦେଖୁଛନ୍ତି, ତାଙ୍କ ପାଇଁ କି ବାଣ ପ୍ରଭୁ ଖଞ୍ଜିକି ରଖିଛନ୍ତି। କୋଉ ବାଣ? ବଜ୍ର ବାଣ। ବୁଝି ହଉଛି ନା? କହିଲେ ମଣିଷ ସିନା ମଣିଷ ଗୋଟେ ପଦ ମନେ ପଡେ, ମଣିଷ ଡରଇ ମଣିଷକୁ ଭାଇ ବିଚିତ୍ର ଏ କଳି ଯୁଗ, ପାଣି ପବନକୁ ସରବେ ଡରନ୍ତି ଦଇବର ପୁତ ଯୋଗ। ପଞ୍ଚମହାଭୂତକୁ କାହାର ଭୟ ନାହିଁ ରେ? ଏ କେମିତି ସବୁ ହେବେ ସମସରି, ଦୁଃଖୀ ଦରିଦ୍ର ସମସରି, ନଥିବ ଗରବ କାହାର। ଦୁଃଖୀ ଯୋଉ ଡଙ୍ଗାରେ ବସିଥିବେ, ଧନୀ ମଧ୍ୟ ସେଇ ଡଙ୍ଗାରେ ବସିଥିବେ। କାହିଁକି ବସିବେ? ସେମିତି ଗୋଟେ କଣ ଘଟିବ ନା? ମଶୁରୀ ଟାଙ୍ଗି ଆମେ ଶୋଇ ପଡିବା, କି ଧୂଆଁ ଦେଇକି ଆମେ ଶୋଇ ପଡିବା, ଆମର ଅଭ୍ୟାସ ଅଛି। ଯିଏ ଏସି ରୁମରେ ଅଭ୍ୟାସ ଯାହାର, ସେ ଯଦି କଣ ଲାଇନ ନଥିଲେ ଆଉ ଏସି ରୁମରେ ଶୋଇପାରିବେ ନା? ମହାପୁରୁଷ ଗୋଟେ ଭଲ କଥା କହିଲେ, କାହିଁକି ଏମାନେ ସମସରି ହେବେ?
ହେଲେ ଉଭା ଧନ ତକ ରାଜା ହରି ନେବ, ପୋତା ହରିବ ବାସୁକି। ବଡ଼ ବଢିଆ ଯେ କେହି ନେ ରହିବେ, ବୁଝିଲୁ ଯେ ରାମ ତୁକି, ବୁଝିଲୁ ଯେ ରାମ ତୁକି। ଉଭା ଧନ ତକ ରାଜା ହରି ନେବ। ଉଭା ଧନ ଏଗୁଡାକ ବ୍ୟାଙ୍କରେ ରଖିଛ, ତାକୁ କଣ ହେଇଯିବ, ସରକାର ନେଇଯିବେ। ପୋତା ହରିବ ବାସୁକି, ଘରେ ଜମିବାଡି ବିକିକି ଯୋଉ ଆସି ଭୁବନେଶ୍ୱର ଟାଉନରେ ଆମେ ଘର କରୁଛେ, ଆକୁ ନେଇଯିବ ବାସୁକି, ମାନେ କଣ, ଯୋଉ ଭୂମିକମ୍ପରେ ଗଳି ପଡିବ। ବଡ ବଢିଆ ଯେ କେହି ନ ରହିବେ, ସେତେବେଳେ ଆଉ କେହି ବଡ ଲୋକ ରହିବେ ନାହିଁ। ବୁଝିଲି ଯେ ରାମ ତୁକି। ହେ ରାମ, ତୁ ମନେ ରଖିଥା ଏ ଘଟଣା କେବେ ଘଟିବ। ମହାପୁରୁଷ କହୁଛନ୍ତି କେବେ ଘଟିବ ନା, ପାତାଳେ ବାସୁକି ଟେକିବ ମୁଣ୍ଡ, ବାରମ୍ବାର କରି କମ୍ପିବ ବ୍ରହ୍ମାଣ୍ଡ। ଯେତେବେଳେ ପାତାଳେ ବାସୁକି ମାନେ କହୁଛନ୍ତି ଭୂମିକମ୍ପର ସୂଚନା ଦଉଛ। ଯେତେବେଳେ ଭୂମିକମ୍ପ ହବ ଏଗୁଡିକ ସବୁ କେବେ ହବ ନା, ବିଷ ବେନି ନବ ସମୀର ସଂଯୋଗ, ବାସୁକି ଯେ ଅସ୍ତ ବ୍ୟସ୍ତ, ବାର ବାର କରି ମୁଣ୍ଡ ହଲାଇବ, ମହି ହେବ ଭାରାଗ୍ରସ୍ତ। ହେଲା, ଏଟା ହଉଛି ବିଷ ବୋଲେ 20, ବେନି ନବ କେତେ ହେଲା 49, ସମୀର ବୋଲନ୍ତେ 5, 54। 54ଙ୍କ ମିଥୁନ ମାସରେ ଏଇ ଘଟଣା ଘଟିବ। ସେତେବେଳକୁ ବାପା ସାବଧାନ ହେଇକି ବୁଝିବୁ। ମତେ ଯେତେ ମାଠୁ ମାଠେ ନା, ମୁଁ ସେଇ ଦର ପଡା କୁମ୍ଭୀରେ ନେଇ ମଝିରେ ଗଲାଣି। ମଣିଷ କହୁଛି ମୁଁ ପାହାଡ ଉପରେ ବସିକି, କଣ ଶୁଦ୍ଧ ଓଡିଆ ତ କହି ହଉନି, ଆମର କଟକି ଭାଷା। ବର୍ତ୍ତମାନ ସମୟ ହଉଛି ସେଇଆ, ବୁଝିବୁ। ଏଇଠି ସବୁ କଣ ବିନାଶ କାଳେ ବିପର୍ଯ୍ୟୟ। ଆଉ ଏତିକି ମନେ ରଖିଥାଅ, ଭକ୍ତଙ୍କର କିଛି ଅସୁବିଧା ହବ। ଯିଏ ଭକ୍ତ ତାଙ୍କର କିଛି ଅସୁବିଧା ହବ। ଆଉ ଗୋଟେ କଥା ମନେ ରଖିଥାଅ, ସଂସାରରେ ମହାପ୍ରଳୟ ନାହିଁ, ଯାହା ହବ ଖଣ୍ଡ ପ୍ରଳୟ, ଏବଂ ଖଣ୍ଡ ଖଣ୍ଡ ସବୁ ବିନାଶ ହେବ। କାରଣ ମଣିଷ ମଣିଷକୁ ମାରିଲା ବେଳକୁ ସେ ତାକୁ ଗୋଟେ ହାତ ମାରିଲା ବେଳକୁ ସେ ତାକୁ ମାରିଛି। ଏସବୁ ପଞ୍ଚଭୂତର ଖେଳ। ଯିଏ ସବୁ ଜାଣିବା ଲୋକ ସିଏ ତାର ସଜାଗ ହେଇକି କୋଉ ଜାଗାଟା କଣ ହେଇଥିବ କଣ ନାହିଁ ସେ ରହିଥିବ। ସେ କାହିଁ କେରାଣ୍ଡି ମାଛ ହବ କି, ସେ ଶେଉଳ ମାଛ କି ବାଳିଆ ମାଛ ହେଇଥିବ ପଙ୍କ ଭିତରେ। ଠିକ ନା? ତେଣୁ 54ଙ୍କ ଭିତରେ 52ଙ୍କ ପ୍ରବେଶ କରିବା ଆଉ ନିକଟ, 52 ଘାଟି, 52ରୁ 56 ଭାରି ହେଲା। ସେଥିପାଇଁ ସଦା ସର୍ବଦା ସଜାଗ ହେଇ ରହିବା କଥା। ଯାହା ହଉ ଏଇ ଘଟଣା ଘଟିବ ବୋଲି ମହାପୁରୁଷ ମାନଙ୍କୁ ଚେତନା ଦେଇଛନ୍ତି। ଜୟ ଜଗନ୍ନାଥ। ଅଚ୍ୟୁତମ ସଦିଚ୍ଛା ପୂର୍ଣ୍ଣ ଭୋଳାନନ୍ଦେ ପୱାର ହରି।